জীবন তো এক নাটক সে নাটকের নায়ক ভাল পায়ে তুমকু আস মো পাখকু ভাল পায়ে তুমকু আস মো পাখকু সাজ মো মনর নায়িকা ভাল পায়ে তুমকু একা अभिनय नुहे सता कहू तुम ठाके मन बिकी दे अभिनय नुहे सता कहू तुम पाखे मन बिकी दे तुमको देखिली आल रूप मन मोर सते जाई लागे देखिला बेलर तुमको चांद पर मोहकू देखिला बेलू तुमको चांद पर मोहकू कही देली तुमको आस मो पाखकू कही देली तुमको आस मो पाखकू ये पसी कौन हैला सतरे जिते बेले तो देखिली ना से देखिला बेले तुम रूप जौवन रे सतरे मो पागल ही गली मु घरे ही जाउछी ये पसी मानि जाओ मु केते थर कहिबी तुमको मो आउ जण को ही भले पाए आ रख मसे तुम आउ जण को भले पाइबा अरे मते भले पाओ मु तुमको राणी करी रखिबी मो सुना धनटा परा कदापि नुह पिलाटी दिनर मो जण को मन प्राण नहीं भले पाइछि तमे कोन जानि छ नीति दिन मो मंदिर जाए तारी पाई आउ से भगवान को चरण तले गुहारी करि थाई हे भगवान जहा को मो भला पाए ताकू मते गोटे जन्म नुह दीर्घ 7 जन्म जाए मो स्वामी रूप में मते दिया बोली बुझिला तमे कहूच कोन ना भल पाओ एरे पसी अरे ठीक अछि तुम यदि मंदिर जाउछ ठाकुर दर्शन करिया पाई मना करिबिनी केवल गुहारी करिवो से ठाकुरंग पाखरे मो विषय रे जमर नुह सुण केते समय हे गलाने मो सखी मानक सहित मते विदाय दिया मु हम घर को चली जीबी हला ओ हम घर को चली जीबी
ଜମା ଦେଇପାରିବିନି ଯେ ପର୍ଯ୍ୟନ୍ତ ମୋ ଭଲ ପାଇବାକୁ ସ୍ୱୀକାର ନ କରିଛ ସେ ପର୍ଯ୍ୟନ୍ତ ଜମା ତୁମକୁ ଛାଡ଼ୁନି। ହଁ ମୁଁ କଣ ତମ ହିସାବରେ ବାଟ ଚାଲିବି ନା ମୋ ହିସାବରେ ବାଟ ଚାଲିବି? ଏ କଣ ହେଲା? ସତରେ ତୁମେ ଭାବନି ମୁଁ ଈଶ୍ୱର ଭିତରେ ତୁମକୁ ଭଲ ପାଉଛି ବୋଲି। ମୁଁ ବାସ୍ତବରେ ଭଲ ପାଇ ବସିଲିଣି। ମୋ ଭଲ ପାଇବାକୁ ସ୍ୱୀକାର କର। ସେମିତି ଭଲ ପାଆନ୍ତିନି। ତମ ପୁଅ ଜାତି ଭମର ସମାନ। ଆଜି ଏଇ ଫୁଲ କାଲି ସେଇ ଫୁଲ ଭମର ପୁରୀ ଚାରିଆଡ଼େ ବୁଲି ବୁଲି ସବୁ ଝିଅର ଜୀବନ ନଷ୍ଟ କରିବ। ମୁଁ ଭଲ କରି ଜାଣିଛି। ସେଥିପାଇଁ ମୁଁ ଜଣକୁ ହିଁ ଭଲ ପାଏ, ତାକୁ ହିଁ ବାହା ହେବି, ତମକୁ ନୁହଁ। ବୁଝିଲ? ଶୁଣ, ସମୟ ହେଇଗଲାଣି। ମୋତେ ମୋ ସଖୀମାନଙ୍କ ସହିତ ବିଦାୟ ଦିଅ। ମୁଁ ଆମ ଘରକୁ ଚାଲିଯିବି। ଶୁଣ ଆହେ ବୀରମଣି, ଶୁଣ ଆହେ ବୀରମଣି, କହୁଛି ମୁଁ ତୁମକୁ। ଶୁଣ ଆହେ ବୀରମଣି, କହୁଛି ମୁଁ ତୁମକୁ। ଅଝଟ କର ନା ମତେ ଛାଡ଼ ଆମକୁ। ଏଠୁ ବିଦାୟ ନେଇଣ ଆମେ ଯିବୁ ନିଜ ଘରକୁ। ଏଠୁ ବିଦାୟ ନେଇଣ ଆମେ ଯିବୁ ନିଜ ଘରକୁ। ବେଶଭୂଷାରେ ଲାଗୁଛି ବଡ଼ ଘରର ପୁଅ ହେଇଥିବ। ହେଲେ ତମ ବାପା ମା କଣ ତମକୁ ଶିକ୍ଷା ଆଦର୍ଶ ଦେଇନାହାନ୍ତି? ଯାହା କହିବ ମୋତେ କୁହ। ଯଦି ମୁଁ ଭୁଲ କରିଛି ତୁମେ ଯାହା କହିବ ମୁଁ ମାନିବି, କିନ୍ତୁ ମୋ ବାପା ମାଙ୍କୁ କହିବନି କିଛି ହେଲା। କାହିଁକି କହିବିନି? ଆଉ କାହିଁକି କହିବ ଯେ? ଝିଅମାନଙ୍କ ସହିତ କେମିତି କଥା ହୁଅନ୍ତି ସେ କଥା ତମକୁ ଟିକିଏ ହେଲେ ବି ଜଣା ନାହିଁ। ଓ ସମସ୍ତେ ଦେଖୁଛନ୍ତି ମୁଁ କ'ଣ ଅପବ୍ୟବହାର କଲି ଯେ ଝିଅମାନଙ୍କ ସବୁ କଥା ହେବା ଜାଣିନି। ପୁଣି ହଁ, ଏକାଥରକୁ ଭଲ ପାଉଛି ବୋଲି କହିବାଟା ଭଲ କଥା। ଆରେ ଏକାଥରକୁ କହିବିନି ତ ଆଉ ଥରେ ଦିଥର ତିନିଥର ଚାରିଥର କହିବି? ଜମାରେ ନୁହଁ। ମଣିଷ ପଣିଆ ବୋଲି ଟିକେ ହେଲେ ବି ତମ ପାଖରେ ନାହିଁ। ମଣିଷ ପଣିଆ ନାହିଁ କି ତୁମର, କହୁଛ ଏମିତି କଥା, କହୁଛ ଏମିତି କଥା। ପର ଝିଅ ପ୍ରତି ଏକିଆ ବିଚାର, ଏହା କି ତୁମର ଶିକ୍ଷା ହୋ, ଏହା କି ତୁମର ଶିକ୍ଷା। ଅଝଟ କର ନା ମତେ ଛାଡ଼ ଆମକୁ। ଏଠୁ ବିଦାୟ ନେଇଣ ନିଜ ଘରକୁ। ଏଠୁ ବିଦାୟ ନେଇଣ ଆମେ ଯିବୁ ନିଜ ଘରକୁ। କାହିଁ ଏତେ ଅବୁଝାଇ ଯାଉଛଲ?
ସତ ତୁ ମୋତେ ଭଲ ପାଇବନି? ତମେ ଥରେ କୁହ କି 100 ଥର କୁହ, ମୁଁ ସବୁବେଳେ ମନା ହିଁ କରିବି। ମୁଁ ଜଣକୁ ହିଁ ଭଲ ପାଏ। କିନ୍ତୁ ମୁଁ ଭଲ ଉପାୟଟେ ରଖିଛି ଭଲ ପାଇବାର। ମାନେ ଦେଖିବ? କଣ? ଆରେ ଆସ ମ। ରଖ ମୁଁ ତମ ଭଲ ପାଇବା। ଭଲ ପାଏ ବୋଲି ବାରମ୍ବାର ସେଇ ଗୋଟିଏ କଥା କହି ଚାଲିଛ। ତମେ ବୋଧେ ଜାଣିନ ମୋ ବାପା ହେଉଛନ୍ତି ମହେନ୍ଦ୍ର ପ୍ରତାପ ରାୟ ବଲ୍ଲଭ ଦାସ ସିଂ। ଇଏ ଯଦି ଏ କଥା ଜାଣିବେ ପିଟି ପିଟି ତମ ପିଠିରୁ ଚମଡ଼ା ବାହାର କରିଦେବି। କଣ କହିଲ? ହଁ, ମୋ ବାପା ହେଉଛନ୍ତି ମହେନ୍ଦ୍ର ପ୍ରତାପ ରାୟ ବଲ୍ଲଭ ଦାସ ସିଂ। ସିଏ ଯଦି ଏ କଥା ଜାଣିବେ ପିଟି ପିଟି ତମ ପିଠିରୁ ଚମଡ଼ା ବାହାର କରିଦେବି। ଦେଖିଲା ତ, ମୋ ବାପା ହେଉଛନ୍ତି ଆମ ଗାଁର ଜମିଦାର। ତାଙ୍କ ନାଁ ଶୁଣିଲେ ମାତ୍ରକେ ଆମ ଗାଁର ସମସ୍ତେ ଡରି ଯାଆନ୍ତି। ତମ ଅବସ୍ଥା ବି ସେଇଆ। ଯେମିତି ମୋ ବାପାଙ୍କ ନାଁ କହିଦେଇଛି ଡରିକି ଧରି ଯାଉଛ। ଥରିବିନି କେମିତି? ଆରେ ଥରିବିନି କେମିତି ବାସନ୍ତି? କଣ କହିଲ? ଏଇ ଟିକେ ଆଗରୁ ତମେ କହୁଥିଲ ତମେ ଜଣେ ଯାଯାବର କଳାକାର ବୋଲି। ହେଲେ ମୋ ନାଁ ଜାଣିଲ କେମିତି? ଏଇ ସତ କୁହ, ମୋ ନାଁ ଜାଣିଲ କେମିତି? କିଏ ତୁମେ? କୋଉଠୁ ଆସିଛ କୁହ? ଏ ଭଉଣୀ, ମୁଁ ତୁମକୁ ହାତ ଯୋଡ଼ି କ୍ଷମା ମାଗୁଛି। ଭଉଣୀ? ହଁ। କିଏ କାହା ଭଉଣୀ? ଆରେ ମୁଁ ତୁମକୁ ନ ଜାଣି ନ ଶୁଣି କେତେ କଥା କହି ସାରିଲିଣି। ଏମିତି କଣ କହୁଛ? ଶୁଣ, ବୁଲେଇ ବାଙ୍କି କହିଲେ ମୁଁ କିଛି ବୁଝିପାରୁନି। ଯାହା କହିବାର ଅଛି ସିଧା ସିଧା କୁହ। ଏ ବାସନ୍ତୀ, ହଁ, ଆରେ ମୁଁ ମୋ ପ୍ରକୃତ ପରିଚୟ ତୁମକୁ ଦେଇନଥିଲି। ତାହେଲେ ତମ ପ୍ରକୃତ ପରିଚୟ ଦିଅ। ମୋ ପ୍ରକୃତ ପରିଚୟ ଶୁଣିବ? ହଁ। ଆରେ ମୁଁ ହେଉଛି ତୁମ ଚାକର ବିଶ୍ୱଜିତଙ୍କ ପୁଅ। ନାମ ମୋର ମଳୟ। ମଲୟା? ମାଲୁ? ଦେଖୁ ଦେଖୁ 10 ବର୍ଷ ବିତି ଯାଇଥିଲା, ଏତେ ବଡ଼ ହେଇଯାଇଛ। ହେ ଭଗବାନ, ମୁଁ ଜମାରୁ ଚିହ୍ନି ପାରିଲିନି। ଆରେ ପାଗଳ, ମୁଁ ତତେ ନ ବୁଝି ନ ସୁଝି କେତେ କଣ କହିଦେଇଛି। ମତେ କ୍ଷମା କରିଦେବୁ? ନାଇଁ ବସନ୍ତି, ନାଇଁ, ତୁମେ ମୋତେ କ୍ଷମା ମାଗି ପୁଣି ଲଜ୍ଜିତ କରନି। ବରଂ ପାଉଛ ତୁମେ ମୋତେ କ୍ଷମା କରିଦିଅ। ପିଲାଟି ବେଲରୁ ମତେ ତୁ ବୋଲି କହୁଥିଲୁ, ଆଉ ଏବେ ମୁଁ ତମେ ହେଲେ କେମିତି? କେମିତି ବା ତମେ କହିବିନି? ତୁମେ ଯାହା ହେଲେ ବି ତ ଆମ ଜମିଦାର ଘରର ଝିଅ, ଆଉ ମୋ ମାଲିକର ଝିଅ। ମୁଁ ମାଲିକର ଝିଅ ପୁଣି ଅସମ୍ମାନ କରି ତୁ ଡାକିବି? ନା ବାବା ନା, ହେଇପାରିବନି। ମତେ କିନ୍ତୁ ଜମା ଭଲ ଲାଗେନି। ମତେ ତୋ ପାଟିରୁ ତୁ ବୋଲି କହିଲେ ଯାଇକି ଭଲ ଲାଗେ। ହେଲେ ବାସନ୍ତୀ, ହଁ ତୁମେ ଯେଉଁ କଥା କହୁଥିଲ ତୁମେ ଆଗରୁ କାହାକୁ ଭଲ ପାଉଛ ବୋଲି, ହଁ, ମୁଁ ଜଣା ସତରେ ସେ କେତେ ଭାଗ୍ୟବାନ ହେଇଥିବ ଯେ କି ଆମ ଜମିଦାର ଘରର ଝିଅ ବାସନ୍ତୀକୁ ସ୍ତ୍ରୀ ରୂପେ ପାଇବ। ଆରେ ବାବା, ପିଲାଟି ଦିନରୁ ପରେ ତାକୁ ନେଇକି ମୁଁ କେତେ ସ୍ୱପ୍ନ ଦେଖିଛି। ସତରେ? ହଁ, ସେ ବ୍ୟକ୍ତିଟା କିଏ ଜାଣିବାକୁ ଚାହିଁବୁନି? କେମିତି ବା ଜାଣି ଚାହିଁବିନି? ଆରେ କୁହ, କହିବି? ତୁମେ ଯାହା ହେଲେ ବି ତ ମୋ ପିଲାଟି ଦିନର ସାଙ୍ଗ, ଆଉ ସାଙ୍ଗଠାରୁ ଶୁଣିବା କିଛି ଭୁଲ କଥା ନୁହଁ। ଆରେ କୁହ, ତୁମେ ପ୍ରକୃତରେ କାହାକୁ ଭଲ ପାଉଛ? ସତରେ କହିଦେବି? ଆରେ କୁହ। ହେଲେ ତୁ ରାଗିବୁନି ତ? ଆରେ ମୁଁ କ'ଣ ପାଇଁ ରାଗିବି? ପିଲାଟେ ଦିନରୁ ପରା ସବୁବେଳେ ତମ ଖୁସିରେ ମୁଁ ଖୁସି ହିଁ ଆସୁଛି। ପୁଣି ଆଜି ତୁମ ଭଲ ପାଇବା କଥା ଶୁଣି ରାଗିଯିବି କାହିଁକି? କହିବି ଯେ, ହେଲେ ମତେ ଟିକେ ଟିକେ ଲଜ୍ଜ ଲାଗୁଛି। ଲଜ୍ଜା ଲାଗୁଛି ପୁଣି ଏ ବନ୍ଧୁ ସାମ୍ନାରେ? ହଁ। ନାଇଁ ବାସନ୍ତୀ କୁହ, ଆରେ କୁହ ତୁମେ ପ୍ରକୃତରେ କାହାକୁ ଭଲ ପାଉଛ? ଆଉ ସେ ଭାଗ୍ୟବାନ ପୁରୁଷଟା କିଏ? ମତେ ସତରେ ଲାଜ ଲାଗୁଛି କହିବାକୁ। ଠିକ୍ ଅଛି ବାବା, ଯଦି ଲାଜ ଲାଗୁଛି ମୁଁ ଏପଟେ ମୁହଁ କରି ରହୁଛି, ତୁମେ କହିଦିଅ। କହିବି ତ? ଆରେ କୁହ, କହିବି? କୁହ। ନାଇଁ, ମତେ ଲାଜ ଲାଗୁଛି। ଆରେ ବାବା, କିଛି ଲାଜେଇବା ଦରକାର ନାହିଁ। ଆରେ କୁହ, ମୁଁ ପରା ତୁମ ପଟକୁ ପଛ କରି ରହିଛି। ଠିକ ଅଛି, କହିଦଉଛି ତାହେଲେ ହେଲା। କୁହ। ମୁଁ ନା ତମେ ନା ଜଣକୁ ନେଇକି କେତେ ସ୍ୱପ୍ନ ଦେଖିଛି। ସ୍ୱପ୍ନ ଦେଖିଛ? ତାକୁ ବାହା ହେବି, ଭଲ ପାଇବି। ସେ ବ୍ୟକ୍ତିଟା କିଏ ଜାଣିଛୁ? ତମେ? ମୁଁ ତାକୁ ହଁ, ତାକୁ ବହୁତ ଭଲ ପାଏ। ହଁ। ଆରେ କିଏ ନା କୁହ ମ, ଭଲ ପାଏ ବୋଲି ମୁଁ ଜାଣି ସାରିଲିଣି। ସେ ବ୍ୟକ୍ତିଟା ସେ ବ୍ୟକ୍ତିଟା ଆଉ କେହି ନୁହଁ, ସେ ବ୍ୟକ୍ତିଟା ହଉଛୁ ତୁ। କଣ ହେଲା? କଣ ହେଲା? ନାଇଁ ବାସନ୍ତୀ, ଏ ପୃଥିବୀରେ ପ୍ରଳୟ ହେଇଯିବ। କଣ ପାଇଁ? ଆରେ ମୁଁ ତ ସାମାନ୍ୟ ଚାକର ଘରର ପୁଅ, ଆଉ ତୁମେ ହେଉଛ ଜମିଦାର ଘରର ଝିଅ। ମୁଁ ବାମନ ହେଇ ପୁଣି ଚାନ୍ଦକୁ ହାତ କରିବି?
ଆରେ ବାବା କେବଳ ଭଲ ତ ପାଉଛି, ଅଧିକ କଣ ମାଗୁଛି ଯେ ଏମିତି ହଉଛୁ? ଏ ବାସନ୍ତୀ ହଁ? ତୁମେ ବୁଝିଛ ଏ ଦୁନିଆ ମଧ୍ୟ କେବେ ଆମକୁ ସପୋର୍ଟ କରିବନି। କାହିଁକି? ସବୁବେଳେ ସନ୍ଦେହରେ ଦେଖିବେ। ଦେଖରେ ଦେଖ ସେ ଚାକର ପୁଅ ପୁଣି ଜମିଦାର ଘରର ଝିଅକୁ ଧନ ସମ୍ପତ୍ତି ଲୋଭରେ ଭଲ ପାଉଛି ବୋଲି। ଆରେ ବାବା ସେ ଚିନ୍ତା ତୁ କରନା, ଦୁନିଆ ଲୋକଙ୍କ କଥା କିଏ ପଚାରୁଛି? ମୋ ବାପା ମା ତ ମତେ କେତେ ଭଲ ପାଆନ୍ତି ତୁ ଜାଣିଛୁ। ହଁ କେତେ ବିଶ୍ୱାସ କରନ୍ତି ମତେ। ମୁଁ ଯଦି ତାଙ୍କୁ ଏ କଥା କହିବି ସେମାନେ ଖୁସି ଖୁସି ତୋ ସହିତ ମୋ ବାହାଘର କରିଦେବେ। ବସ୍ ପଟିଲ। ଏ ବାସନ୍ତୀ ତୁମେ ବୋଧେ ଭୁଲି ଯାଉଛ ତୁମକୁ ଯେତେ ତୁମ ବାପା ମା ଭଲ ପାଆନ୍ତି ଠିକ୍ ସେମିତି ଏ ମଳୟକୁ ମଧ୍ୟ ଭଲ ପାଆନ୍ତି। ଆଉ ସବୁବେଳେ କହି ଆସୁଛନ୍ତି ତୁମ ମା ଆଉ ବାପା ଏ ମଳୟକୁ ପୁଅ ବୋଲି। ଆଉ ମୁଁ ମଧ୍ୟ ସବୁବେଳେ ଡାକି ଆସେ ମା ଆଉ ବାପା। ତୁମେ ତ ମାନରେ ମୋର ଭଉଣୀ ହବ, ପୁଣି ତୁମ ସହିତ ମୁଁ ପ୍ରେମ। ଛି ଏଇ ଟୋକାକୁ କିଏ ବିଦେଶରେ ରହିକି ପାଠ ପଢେଇଲା? କିଛି ବି ଜଣା ନାହିଁ। ତୁ ପାଠ ପଢୁଥିଲୁ ନା ଚାରିଆଡେ ଘୁରି ବୁଲୁଥିଲୁ? ଆରେ ବୋକା, ପାଠ ପଢିଲେ ଲୋକ ଆଗକୁ ବଢନ୍ତି, ହେଲେ ତୁ ଏତେ ତଳରେ ଅଛୁ। ତୁମେ କ'ଣ କହିବାକୁ ଚାହୁଁଛ? ଆରେ ବାବା ଆଜିକାଲି ଦୁନିଆରେ ଯେ ଯାହାକୁ ପ୍ରେମ କରେ ତା ସହିତ ବାହାଘର ହୁଏ। ବାହାଘର ସରିଲା ପରେ ନିଜ ଶାଶୁ ଶ୍ୱଶୁରକୁ ସମସ୍ତେ ବାପା ମା ବୋଲି କହିଥାନ୍ତି। ଆଉ ବୁଝେଇ ହେବନି, ମୁଁ ଚାଲି ଯାଉଛି। ଆଉ ବୁଝେଇ ହେବନି, ଏମିତି କଥା କହିବ ତାହେଲେ ମୁଁ ଚାଲିଯିବି ହେଲା। ନାଇଁ ମ ସତରେ ଭଲ ପାଏ, ମୁଁ ଚଗଲି ନୁହଁ। ଆଉ କାହିଁ ଚଗଲି ଏତେ ହଉଛ? ଚଗଲି ପ୍ରେମ